ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ମୁଁ ପାଷ୍ଟର ଶ୍ୟାମ ସିଂ ଡିଗାଲ ଆପଣମାନଙ୍କୁ ବାକ୍ୟର ଆଲୋଚନାରେ ସ୍ୱାଗତ କରେ। ଆସନ୍ତୁ ଆମମାନେ ବାକ୍ୟ ଆରମ୍ଭ ପୂର୍ବରୁ ପ୍ରାର୍ଥନା କରିବା। ପ୍ରେମମୟ ପ୍ରଭୁ, ଧନ୍ୟବାଦ ଦେଉଛୁ ଏ ସୁନ୍ଦର ଅବକାଶ ପାଇଁ। ଆମକୁ ଅନୁଗ୍ରହ କରିଅଛ, ଆହୁରି ଆମକୁ ତୁମେ ଦୟାକର, ଅନୁଗ୍ରହ କର। ଆଉ ବାକ୍ୟ ଭିତରେ ଆମେ ଯେମିତି ସତ୍ୟତା ବୁଝିବୁ, ଆଉ ସତ୍ୟତା ଦ୍ୱାରା ବିଶ୍ୱାସ ଜୀବନ କାଟିବୁ। ପ୍ରାର୍ଥନା ଶୁଣିଲ ଧନ୍ୟବାଦ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଆଜି ଗୋଟେ ଆମେ ବିଷୟ ଆଲୋଚନା କରିବା। ଏଇଟା ବେଶୀ ଗୁରୁତ୍ୱପୂର୍ଣ୍ଣ, କାହିଁକି ଆଜିର ଟପିକ୍ ହେଉଛି ଜୀବନ ପୁସ୍ତକ। ଜୀବନ ପୁସ୍ତକ କହିଲେ କ'ଣ? ଜୀବନ ପୁସ୍ତକରେ କେଉଁମାନଙ୍କର ଜାଗା ଅଛି? ଅନେକ ଲୋକମାନେ ଅନେକ ପ୍ରକାର ଦ୍ୱନ୍ଦ୍ୱ ମତ ଦିଅନ୍ତି ବା ସିଓର ନୁହନ୍ତି ବା କନଫର୍ମ ନୁହନ୍ତି ଯେ ଜୀବନ ପୁସ୍ତକ କ'ଣ ଏବଂ ଜୀବନ ପୁସ୍ତକରେ କ'ଣ କରିବା ଦ୍ୱାରା ସେଠି ନାମ ଗୁଡ଼ାକ ରହେ। ସେ ଉପରେ ଆମେ ଆଲୋଚନା କରିବା। ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିଲେ ତା'ର ସତ୍ୟତା ବୁଝିପାରିବେ, ଯେହେତୁ ସବୁ ବିଷୟ ଆମେ ବାକ୍ୟ ଦ୍ୱାରା ରେଫରେନ୍ସ ଦ୍ୱାରା ଆମେ ପ୍ରମାଣିତ କରିବା। ତେଣୁ ଆମେ ପଢ଼ିବା ପ୍ରକାଶିତ ପୁସ୍ତକ 20 ପର୍ବ 11 ଆମେ ପଢ଼ିବା। ତତ୍ପରେ ମୁଁ ଗୋଟେ ବୃହତ୍ ଶ୍ଵେତବର୍ଣ୍ଣ ସିଂହାସନ ଓ ତତୁପବିଷ୍ଟ ବ୍ୟକ୍ତିଙ୍କୁ ଦର୍ଶନ କଲି। ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ। ଏଇଟା ହେଉଛି ପ୍ରଭୁଙ୍କର ଶେଷ ବିଚାର ସମୟକୁ ବର୍ଣ୍ଣନା କରେ, ଯେତେବେଳେ ପରମେଶ୍ୱର ଶ୍ଵେତ ସିଂହାସନରେ ବସିଛନ୍ତି ଆଉ ବିଚାର କରୁଛନ୍ତି। ସେତେବେଳେ ପୃଥିବୀ ଓ ଆକାଶ ମଣ୍ଡଳ, ଯାହାକି ସ୍ୱର୍ଗ, ତାଙ୍କଠାରୁ ପଳାୟନ କରୁଅଛି। 12 ପଦ। ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି। ଆଉ ପୁସ୍ତକ ସବୁ ଫିଟାଗଲା। ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା। ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ଦେଖନ୍ତୁ, ଏଠାରେ ଲେଖା ହେଇଛି 12 ପଦ କହୁଛି ଯେ ସମସ୍ତେ ମୃତ ଏବଂ ଜୀବିତ ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେଇଛନ୍ତି। ଆଉ ସେଇଟା ପୁସ୍ତକ ଗୁଡ଼ିକ ଫିଟାଗଲା ବୋଲି ଲେଖା ହେଇଛି। ତ କ୍ଷୁଦ୍ର ମୃତ ସମସ୍ତେ ଯେଉଁ ସଦାପ୍ରଭୁଠାରେ ଏବେ ଛିଡ଼ା ହେଇଛନ୍ତି ବିଚାରିତ ହେବା ପାଇଁ, ଏହା ଦର୍ଶାଏ ଯେ ଆଦି ପୁସ୍ତକ ଠାରୁ ପୃଥିବୀର ଶେଷାଂଶ ବା ବିଚାର ପର୍ଯ୍ୟନ୍ତ ଯେତିକି ଲୋକ ଅଛନ୍ତି ସମସ୍ତେ ସେଇଠି ବିଚାର ସମ୍ମୁଖରେ ଛିଡ଼ା ହେଇଛନ୍ତି। ତ କ'ଣ ହେଇଛି? ସେଇଟା ପୁସ୍ତକ ଗୁଡ଼ିକ ଫିଟାଗଲା, ପରେ ଜୀବନ ପୁସ୍ତକ ଫିଟାଗଲା ବୋଲି ଲେଖା ହେଇଛି। ଏଇ ପୁସ୍ତକ ଗୁଡ଼ିକ ମାନେ କ'ଣ? ପୁସ୍ତକ ସବୁ ମାନେ କ'ଣ? ଏଇ ପୁସ୍ତକ ଗୁଡ଼ିକ କହିଲେ କ'ଣ ଏଇଟା ଲେଖା ହେଇଛି? ଏଇ ପୁସ୍ତକ ଗୁଡ଼ିକରେ କ'ଣ ବର୍ଣ୍ଣନା କରାଅଛି? ତ ଆଉ ଜୀବନ ପୁସ୍ତକରେ କ'ଣ ଅଛି? ତ ଏ ବିଷୟ ଆମେ ଜାଣିବାର ଆବଶ୍ୟକତା ଅଛି। ତ ପୁସ୍ତକ ଗୁଡ଼ିକ କହିଲେ ଯେଉଁଠାରେ କି ମନୁଷ୍ୟମାନଙ୍କର କର୍ମକୁ ବର୍ଣ୍ଣନା କରାଯାଏ ବା କର୍ମକୁ ଉଲ୍ଲେଖ କରାଯାଏ, ସେଇଟା ହେଉଛି ପୁସ୍ତକ ଗୁଡ଼ିକ। ତ ଯେତେବେଳେ ମନୁଷ୍ୟ ବିଚାରିତ ହେବ, ସେ ପୁସ୍ତକ ଗୁଡ଼ିକ ଦ୍ୱାରା ବିଚାରିତ ହେବ। ସେ ପୁସ୍ତକରେ ଯେଉଁ କ'ଣ ଲେଖା ହେଇଛି, କେଉଁ ପ୍ରକାର କର୍ମ ସେ କରିଅଛି, ସେ ଅନୁସାରେ ସେ ବିଚାରିତ ହେବ। ଆଉ 13 ପଦ ଦେଖନ୍ତୁ। ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ। ପୁଣି ସେମାନେ ପ୍ରତ୍ୟେକ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ତ ଯେତେବେଳେ ବିଚାରିତ ହେଉଛି 13 ପଦରେ ମଧ୍ୟ ଯେଉଁ ପୁସ୍ତକ ଗୁଡ଼ିକରେ ସେମାନଙ୍କର କର୍ମ ଗୁଡ଼ିକ ଲେଖା ହେଇଛି ସେମାନଙ୍କ ବିଷୟରେ ବର୍ଣ୍ଣନା ଅଛି। ତ ସେଇଠି ମୃତ୍ୟୁ ପାତାଳ ସବୁ ସମର୍ପଣ କରୁଛି, ଆଉ ସେମାନେ ବିଚାରିତ ହେଉଛନ୍ତି। ଆଉ ତାଙ୍କର କର୍ମ ଅନୁସାରେ ସେମାନେ ବିଚାରିତ ହେଲେ, ଆଉ ସେମାନେ ଦୋଷୀକୃତ କରାଗଲେ। 14 ପଦ। ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ପୁଣି ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ। ତାପରେ ମୃତ୍ୟୁ ଆଉ ପାତାଳ ମଧ୍ୟ ଅଗ୍ନିମୟ ହ୍ରଦରେ ପଡ଼ୁଛି, ଯାହାକି ଆମେ ଦ୍ୱିତୀୟ ମୃତ୍ୟୁ କହୁ। ଆମେ ଏହି ସମୟରେ ଆଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା, କିନ୍ତୁ ଆଜିର ବିଷୟ ହେଉଛି ଆମର ଯେହେତୁ ଜୀବନ ପୁସ୍ତକ କ'ଣ। 15 ପଦ।
ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନଗଲା ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନଗଲା ସେମାନଙ୍କୁ ଅଗ୍ନିମୟ ହ୍ରଦ ମାନେ ନରକରେ ପକାଗଲା। ତ ଆମେ ଏଇଠି ଭାଗ କରିବା ପୁସ୍ତକ ଗୁଡ଼ିକ କହିଲେ ଯେଉଁଠାରେ କି ମନୁଷ୍ୟମାନଙ୍କର କର୍ମ ଲେଖା ହେଇଛି ଯଦ୍ୱାରା କି ସେମାନେ ବିଚାରିତ ହେବେ। ଆଉ ଗୋଟେ ପୁସ୍ତକ ରହିଲା ଯେଉଁଟାକି ଜୀବନ ପୁସ୍ତକ। ଆଉ ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ହେଇନାହିଁ ସେମାନଙ୍କୁ କ'ଣ କରାଉଛି ନା ନରକରେ ପକାଗଲା। ତ ଆଜିର ଆଲୋଚନା ହେଉଛି ଯେ ଜୀବନ ପୁସ୍ତକ ପ୍ରକୃତରେ କ'ଣ। ଦେଖନ୍ତୁ ଆମର କେତେଟା ପଏଣ୍ଟ ଆମେ ଆଲୋଚନା କରିବା। ପ୍ରଥମ ହେଉଛି ଜୀବନ ପୁସ୍ତକ କହିଲେ କ'ଣ, ଦ୍ୱିତୀୟ ହେଉଛି ଜୀବନ ପୁସ୍ତକରେ କେବେ ନାମ ଲେଖା ହୁଏ, 3 ନମ୍ବର ହେଉଛି କେଉଁ କାରଣ ପାଇଁ ଜୀବନ ପୁସ୍ତକରେ ନାମ ଲେଖାଯାଏ, ଚତୁର୍ଥ ହେଲା ଅବିଶ୍ୱାସୀମାନଙ୍କର ନାମ କେଉଁଠାରେ ଲେଖା ଅଛି। ତ ଆପଣମାନେ ଏଠାରେ ଚିନ୍ତା କରନ୍ତୁ ମୋ ସହିତ ଯେ ପ୍ରାଞ୍ଜଳ ଭାବରେ ଆମେ ବୁଝିବାର ଆବଶ୍ୟକତା ଅଛି। ପ୍ରଥମତଃ ଆମେ ଜାଣିଲୁ ଜୀବନ ପୁସ୍ତକ ଗୋଟେ ବହି ଯେଉଁଠାରେ କି ନାମ ଗୁଡ଼ିକ ଲେଖା ହେଇଛି। ଆଉ ଯେଉଁମାନଙ୍କର ନାମ ସେ ଜୀବନ ପୁସ୍ତକରେ ନାହିଁ ସେମାନେ ନରକରେ ପଡ଼ିଲେ। ତାପରେ ପୁସ୍ତକ ଗୁଡ଼ିକ ଯେଉଁ ଆମେ ଦେଖିଲୁ ସେଇଟା ମନୁଷ୍ୟର କର୍ମ ଗୁଡ଼ିକ ବର୍ଣ୍ଣନା କରାଯାଏ। ତ ଆମର ପ୍ରଥମ ଆଲୋଚନାରେ ଦେଖିଲୁ ଯେ ଜୀବନ ପୁସ୍ତକ ହେଉଛି ଆମର ଗୋଟେ ବହିଟି। ତାପରେ ଆମେ ଏବେ ଦ୍ୱିତୀୟ ଆଲୋଚନାକୁ ଯିବା ଯେ ଜୀବନ ପୁସ୍ତକରେ କେବେ ନାମ ଲେଖାଯାଏ। ଜୀବନ ପୁସ୍ତକରେ କେବେ ନାମ ଲେଖାଯାଏ। ଅନେକ ଲୋକମାନେ ଜୀବନ ପୁସ୍ତକରେ ନାମ ଲେଖିବା ନିମନ୍ତେ ଉପବାସ କରନ୍ତି, ପ୍ରାର୍ଥନା କରନ୍ତି, କିନ୍ତୁ ପ୍ରକୃତରେ ବାଇବେଲ କ'ଣ କହେ ଯେ ଜୀବନ ପୁସ୍ତକରେ ନାମ ଲେଖିବା ନିମନ୍ତେ ବାଇବେଲ କ'ଣ କହେ। ଆମେ ପ୍ରକାଶିତରୁ ଦେଖିବା ଗୋଟେ ପଦ 13:8 ପ୍ରକାଶିତ 13:8 ଯେଉଁମାନଙ୍କ ନାମ ଜଗତର ପତନାବଧି ବଳୀକୃତ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ହୋଇନାହିଁ ପୃଥିବୀ ନିବାସୀ ସେହି ସମସ୍ତ ଲୋକ ତାହାଙ୍କୁ ପ୍ରଣାମ କଲେ। ଏଇ ଜାଗାରେ ଲେଖା ହେଇଛି କିଏ ପ୍ରଣାମ କରୁଛି ବା କିଏ ଈଶ୍ୱରଙ୍କର ବାହାରକୁ ଯାଉଛି ସେ ବିଷୟରେ ଲେଖା ହେଇଛି। ଦେଖନ୍ତୁ ଯେଉଁମାନଙ୍କର ନାମ ଜଗତର ପତନାବଧି ଆପଣମାନେ ଯଦି ଇଂଲିଶରେ ଏଇ ପତନାବଧିର ଶବ୍ଦକୁ ଦେଖିବେ ତ ବିଫୋର ଫାଉଣ୍ଡେସନ୍ ଅଫ୍ ଦ ୱାର୍ଲଡ ବୋଲି ଅଛି, ମାନେ ଜଗତ ସୃଷ୍ଟି ପୂର୍ବରୁ। ଏଇ ଜାଗାରେ ପତନର ଅର୍ଥ ଅଲଗା, ଯେହେତୁ ତ ଅଲଗାଟା ଅଛି, ଆଉ ପତନ ଆଉ ଗୋଟେ ତ ଯେହେତୁ ଅଛି ସେର ଅର୍ଥ ଅଲଗା। ତେଣୁ ଜୀବନ ପୁସ୍ତକରେ ନାମ ଗୁଡ଼ିକ କେବେ ଲେଖାଯାଏ ଆପଣ ଏଇଟା ବାରମ୍ବାର ଧ୍ୟାନ କରନ୍ତୁ। ଜଗତର ପତନାବଧି ମାନେ ଜଗତ ସୃଷ୍ଟି ପୂର୍ବରୁ ବଳୀକୃତ ମେଷଶାବକଙ୍କ ଜୀବନ ପୁସ୍ତକ। ତ ଜଗତ ସୃଷ୍ଟି ପୂର୍ବରୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଜୀବନ ପୁସ୍ତକ ବା ଯେଉଁଟାକି ସେ ବଳୀକୃତ ହେବେ, ଯୀଶୁ ଯେଉଁ ମରିବେ ମେଷଶାବକ ବା ମେଷ ରୂପରେ ମରିବେ, ତ ସେଇ ଦୃଷ୍ଟିରୁ ଗୋଟେ ନାମକରଣ କରାହେଇଛି ଜୀବନ ମେଷଶାବକଙ୍କର ଜୀବନ ପୁସ୍ତକ। ତ ସେଟା କେବେ ସେ ପୁସ୍ତକରେ ନାମ ଲେଖା ହେଇଛି ନା ପୃଥିବୀ ସୃଷ୍ଟି ପୂର୍ବରୁ, ଜଗତର ପତନାବଧି ଠାରୁ ବା ଜଗତ ସୃଷ୍ଟି ପୂର୍ବରୁ ଯେଉଁମାନଙ୍କର ନାମ ସେଠି ଲେଖାଯାଇ ନାହିଁ। ଅର୍ଥ ଜଗତ ସୃଷ୍ଟି ପୂର୍ବରୁ ହିଁ ଜଣଙ୍କର ନାମ ଜୀବନ ପୁସ୍ତକରେ ଅଛି। ବେଶୀ ଆଶ୍ଚର୍ଯ୍ୟ ଏଇଟା। ଆଉ ଆମେ ଦେଖିବା ସେ ରେଫରେନ୍ସ ଗୁଡ଼ାକ ଆମେ ଦେଖିବା ତିତସ ଗୋଟେ ପଢ଼ିବା। ତିତସ 1:3 ସେହି ଅନନ୍ତ ଜୀବନ ସତ୍ୟବାଦ ଈଶ୍ୱର ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ। ସେହି ବାକ୍ୟ ପ୍ରଚାର କରିବାର ଭାର ଆମମାନଙ୍କ ତ୍ରାଣକର୍ତ୍ତା ଈଶ୍ୱର ଜ୍ଞାନାନୁସାରେ ମଠାରେ ଅର୍ପିତ ହୋଇଅଛି। এইটা ଗୋଟେ ବିଷୟ ଲେଖା ହେଇଛି, ଆପଣମାନେ ଧ୍ୟାନ ଦିଅନ୍ତୁ କି ଅନାଦି କାଳରୁ ବୋଲି ଲେଖା ହେଇଛି। ଅନାଦି କାଳ ମାନେ କ'ଣ? ଆଦି ବୋଇଲେ ଆରମ୍ଭ, ଅନାଦି ମାନେ ଯେଉଁଟା ଆରମ୍ଭ ପୂର୍ବରୁ। ତ ଅନାଦି କାଳରୁ ଯେଉଁ ଜିନିଷ ସେ ପ୍ରତିଜ୍ଞା କରିଥିଲେ ସେଇ ଜିନିଷ ସେ ଆମକୁ ଦେଲେ, ଆମକୁ ପ୍ରଚାର କଲେ। ତ ମୋର କହିବାର ଅର୍ଥ ଏଇ ପଦ ଦ୍ୱାରା ଯେ ପରମେଶ୍ୱର ଆଦି ପୂର୍ବରୁ ମଧ୍ୟ ଜିନିଷ କରିପାରିବେ, ସୃଷ୍ଟି ପୂର୍ବରୁ ମଧ୍ୟ ସେ କରିପାରିବେ। ତ ଆଉ ଗୋଟେ ଆମେ ପଦ ଦେଖିବା ସେ ପ୍ରଥମ ପିତର 1:19-20 ପ୍ରଥମ ପିତର 1 ପର୍ବ
19-20 तो एठे एमती लेखा अछि 1:19-20 बरम निखुंत और निष्कलंक मेषशावक सदृश ख्रीष्टंक बहुमूल्य रक्तरे मुक्त होई अछ से जगतर पतन पूर्वर निरूपित होई तुमानक निमंते शेष काल रे प्रकाशित होई अछंती। तो ये देखंतु जीशुख्रीष्टंकर मेषशावक आम मानक जो परित्राण कले बा हमको धौत कले एटा केबे से निरूपित होइथिले जीशुख्रीष्ट को केबे निरूपित करागला जे से पापी मानक निमंते मृत्युवरण करिवे। तो एठारे देखंतु से जगतर पतन पूर्वरु एई जगह मध्य पतनर अर्थ देखंतु से पतन तो अलगा अछि तो एटा मध्य जगत सृष्टि पूर्वरु माने बिफोर फाउंडेशन ऑफ द वर्ल्ड माने जगत सृष्टि हेबा पूर्वरु से निरूपित होइथिले किए जीशुख्रीष्ट एवं शेष काल से प्रकाशित हेले एवं मनुष्य मानक पई बलिकृत हेले बोली एइटे लिखा है। आ गुटे से समान पद आमे देखिबा सेमती जिरिमिया पुस्तक 1 पर्व जिरिमिया 1:5 टिके उदर मध्य तुमको गढ़िबा पूर्वर आम्भे तुम्भको जानिलु पुणी भूमिष्ठ हेबा पूर्वर आम्भे तुमको पवित्र कलु आम्भे तुमको नाना देश मानक निकटरे भविष्यत वक्ता करे नियुक्त करिअछु। एठारे परमेश्वर जिरिमियंक विषय कहती जे तुमे उदर माने तुमर माँ पेटरे तैयारी हेबा पूर्वर आमे तुमको जानिछु सेटे गठन हेबा पूर्वर आमे तुमको जानिछु एवं तुम्हें जन्म हेबा पूर्वर आमे तुमको पवित्र करिछु। तो ये आपण मैंने ध्यान दिंतु जिरिमिया को जदि प्रभु कही पारले जे से माँ पेटरे तैयारी हेबा पूर्वर तांको जानिछंती एवं जन्म होबा पूर्व तांको पवित्र करिछंती तेबे परमेश्वर कहीं मनुष्य मानकर ना जगत सृष्टि पूर्वर जीवन पुस्तक रे लिखि पारबे नाही। तेणु मु यह प्रमाण करने रेफरेन्स गुड़ाक दूसरी आपण मानकु जे जीवन पुस्तक रे पृथ्वी सृष्टि पूर्वर प्रकृत रे नाम लेखा है। आ गोटे आपण माने जदि देखिबे से एफीसी रे मध्ये सेमती गोटे अनुग्रह समय पाउल जो प्रचार करती एफीसी 1:4 अर्थात आम्भे माने जेपरि ताहांक साक्षात रे पवित्र और अनिंदन हेउ एथिपाई से जगत पतन पूर्वे ताहांक ठारे आम मानक मनोनीत कले जगतर पतन पूर्वे से आम मानक मनोनीत कले एटे मध्ये जगत सृष्टि पूर्वर आमको मनोनीत कराई बोली लिखाई अनुग्रह समय लोक मानक पाई। तो यही रेफरेन्स आमको कौन प्रमाण दिए जे परमेश्वर जगत सृष्टि पूर्वर कार्य करि पारिबे आ जीवन पुस्तक रे मध्य सेमिति आगा जगत सृष्टि हेबा पूर्वर से नाम लेखंती एमिति नाही जे प्रकृत रे एबे नाम गुड़िक लेखा होछि सेमिति नय जेतु अनेक लोक माने किछि गुटे करबा द्वारा कोन गुटे काम कले नाम लेखा हबो बोली भाबंती प्रकृत रे सेमिति नय। तेबे एबे आमे आलोचना करिबा 3 पद को आमे जीवा बा 3 पॉइंट को आमे जीवा सेटा होछि केहू काण पई जीवन पुस्तक रे नाम लेखा जाए केहू काण पई जीवन पुस्तक रे नाम लेखा जाए। तो एथिर उत्तर आमे देखिबा जे जीवन पुस्तक रे को काण पई नाम लेखा हबो सेटा बाइबल रो कोनोसी जगह रे भी नाही माने कोन करबा द्वारा जीवन पुस्तक रे जनकर नाम रहिबो सेमती रेफरेन्स गुटे भी नाही बरम जीवन पुस्तक रु नाम गुड़िक कटा जीवो कौन पाई कटा जीवो से कारण गुड़िक अच्छी जीवन पुस्तक रे जनकर नाम कौन कले रहिबो सेटा लेखा है नहीं बाइबल रे बरम जीवन पुस्तक रु कु काम द्वारा मनुष्यर नाम कटुची से लेखाई से गुड़ाक रेफरेन्स अच्छी जेहेतु परमेश्वर जनक मध्य नरक जातु बोली चाहूना जनक मध्य विनष्ट होवंतु बोली चाहूना जेहेतु परमेश्वर होउछन्ति प्रेमिक जेमति कि आमे देखुछु प्रथम तिमोथी 2:4 जदि आमे देखिबा समस्ते जेपरि परित्राण और सत्य संबंध में ज्ञान प्राप्त होती समस्ते प्रभुंकर इच्छा नहीं जड़े नरक को जाओ विनष्ट हो
ସମସ୍ତେ ସତ୍ୟ ସମ୍ବନ୍ଧରେ ଜ୍ଞାତ ଏବଂ ପରିତ୍ରାଣ ପାଆନ୍ତୁ ବୋଲି ସେ ଚାହାନ୍ତି। ତେଣୁ ବାଇବେଲରେ ପରମେଶ୍ୱର କ'ଣ ପାଇଁ ନାମ ଲେଖିବେ, କେଉଁ କାରଣ ପାଇଁ ଲେଖିବେ ସେଇଟା ନାହିଁ, ମାତ୍ର କ'ଣ ପାଇଁ ମନୁଷ୍ୟର ଜୀବନ ପୁସ୍ତକରୁ ନାମ ଗୁଡ଼ାକ କଟିଯାଏ ସେଇ ବର୍ଣ୍ଣନା ଅଛି। ଆଉ ଗୋଟେ ଆପଣମାନେ ଦେଖିବେ ଯେ ସେ ଦ୍ୱିତୀୟ ପିତର 3:9 ମଧ୍ୟ ସ୍ପଷ୍ଟ ଭାବରେ ଲେଖା ହେଇଛି। ଟିକେ ମୁଁ ପଢ଼ିବି 3:9। ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ଅନୁସାରେ ସେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ କେହି ଯେପରି ବିନଷ୍ଟ ନ ହୁଅନ୍ତି ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ତାହା ଇଚ୍ଛା କରି ସେ ତୁମମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ଏହି ପଦ କାଢ଼ିବାର ଅର୍ଥ ହେଉଛି ପରମେଶ୍ୱର ଜଣକୁ ମଧ୍ୟ ବିନଷ୍ଟ ହୁଅନ୍ତୁ ବୋଲି ଚାହାନ୍ତି ନାହିଁ, କେହି ଯେପରି ବିନଷ୍ଟ ନ ହୁଏ, ତାମାନେ ସମସ୍ତେ ଉଦ୍ଧାର ପାଇବେ, ଏଇଟା ହେଉଛି ପ୍ରଭୁଙ୍କର ଇଚ୍ଛା। ତେଣୁ ଜୀବନ ପୁସ୍ତକରୁ କ'ଣ ପାଇଁ ନାମ ଗୁଡ଼ାକ କଟା ହେବ ସେଇଟା ହେଉଛି ଇମ୍ପୋର୍ଟାଣ୍ଟ। ଆଉ କ'ଣ କଲେ ଲେଖା ହେଉଛି ସେଇଟା ବାଇବେଲ କହୁନାହିଁ, ଆପଣମାନେ କେତେ ଖୋଜିଲେ ବି ପାଇବେ ନାହିଁ। ତେଣୁ ପ୍ରଭୁଙ୍କର ଇଚ୍ଛା ଯେହେତୁ ଆମେ ଦେଖିଛୁ ଯେ ମଣିଷ ନିଜକୁ କେମିତି ଦେଖୁଛି ସେଇଟା ହେଉଛି ଇମ୍ପୋର୍ଟାଣ୍ଟ। ଆମେ ଗୋଟେ ଦେଖିବା, ପରମେଶ୍ୱର ଯେହେତୁ ମଣିଷକୁ ବିନଷ୍ଟ ବା ନର୍କକୁ ଯାଉ ବୋଲି ଚାହୁଁନାହାନ୍ତି, ତ ଆଲୋଚନାରେ ଆମେ ଦେଖୁଛୁ ଯେ ଜୀବନ ପୁସ୍ତକରେ ମଣିଷର ନାମ ଆଗରୁ ଅଛି, ଆଗରୁ ଲେଖା ହେଇକି ଅଛି। ତ କ'ଣ ପାଇଁ କଟୁଛି, କ'ଣ ପାଇଁ ପ୍ରଭୁ ନାମ କଟେଇବେ? ଦେଖିବା ଆମେ ଟିକେ ଗୋଟେ ପ୍ରେରିତ ପୁସ୍ତକ 13:46। ପ୍ରେରିତ ପୁସ୍ତକ 13:46 ଏଠି ଲେଖା ହେଇଛି। ସେଥିରେ ପାଉଲ ଓ ବର୍ଣ୍ଣବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନେ ଈଶ୍ୱରଙ୍କ ନିକଟରେ ବାକ୍ୟ କୁହାଯିବା, ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ କୁହାଯିବାର ଆବଶ୍ୟକତା ଥିଲା, ତୁମକୁ ପ୍ରଚାର କରିବାର ଆବଶ୍ୟକତା ଥିଲା। ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରିଥିବାରୁ ଦେଖନ୍ତୁ ଆମ୍ଭେମାନେ ବିଜାତିମାନଙ୍କ ନିକଟକୁ ଯାଉଛୁ। ଏଠାରେ କ'ଣ ଲେଖା ହେଇଛି? ପାଉଲ ଯେତେବେଳେ ସୁସମାଚାର ପାଇଲେ, ଅନୁଗ୍ରହ ସୁସମାଚାର, ସେ କ'ଣ କଲେ ନା ଫାଷ୍ଟ ସେ ସଜାତିମାନଙ୍କୁ ମାନେ ଜିହୁଦୀମାନଙ୍କୁ ପ୍ରଚାର କଲେ। ଆଉ ସେମାନେ କ'ଣ କଲେ? ସେ ବାକ୍ୟ ଗ୍ରହଣ କଲେ ନାହିଁ ଲେଖା ହେଇଛି। ତାର ଅର୍ଥ କ'ଣ କଲେ ସେମାନେ? ଯଦି ସେମାନେ ସେ ବାକ୍ୟ ଗ୍ରହଣ କଲେ ନାହିଁ, ଏଠି ଲେଖା ହେଇଛି ଯେ ଆପଣକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ତୁମେ ବିଚାର କଲ। ଦେଖ, ଆପଣକୁ ଅଯୋଗ୍ୟ ବୋଲି ବିଚାର କଲେ କିଏ? ମଣିଷ ନିଜକୁ ନିଜେ। ଯେତେବେଳେ ପାଉଲ ସୁସମାଚାର ପ୍ରଚାର କଲେ ସେତେବେଳେ ପରମେଶ୍ୱର ସେମାନଙ୍କୁ ଅଯୋଗ୍ୟ ବୋଲି କୁହ ବୋଲି କହିଲେ ନାହିଁ, ବରଂ ଯେତେବେଳେ ପାଉଲ ସେମାନଙ୍କୁ ଅନୁଗ୍ରହ ସୁସମାଚାର ଦେଉଛନ୍ତି ସେଠି କ'ଣ ଲେଖା ହେଇଛି ନା ସେମାନେ ଅଗ୍ରାହ୍ୟ କଲେ, ସେ ବାକ୍ୟ ଗ୍ରହଣ କଲେ ନାହିଁ। ୟାର ଅର୍ଥ କ'ଣ? ସେମାନେ ନିଜକୁ ନିଜେ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କଲେ। ଦେଖ, ମୁଁ କ'ଣ ପାଇଁ ପଦ ଦେଲି ମାନେ ପରମେଶ୍ୱର କାହାକୁ ମଧ୍ୟ ନର୍କକୁ ଯାଆନ୍ତୁ, ଇଏ ବିନଷ୍ଟ ହଉ, ଏମିତି ପରମେଶ୍ୱରଙ୍କର ଇଚ୍ଛା ନାହିଁ। ତେବେ ମଣିଷ କେମିତି ପ୍ରକୃତରେ ନର୍କକୁ ଯାଏ? ସେ ନିଜକୁ ନିଜେ ଅନନ୍ତ ଜୀବନର ଅଯୋଗ୍ୟ କରେ। ନିଜକୁ ନିଜେ ସେ ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ନିଜକୁ ବିଶ୍ୱାସ କରେ ନାହିଁ। ତେଣୁ ନିଜର କର୍ମ ଦ୍ୱାରା ମଣିଷ ଅନନ୍ତ ଜୀବନ ପାଏ ନାହିଁ। ନିଜର କାର୍ଯ୍ୟ ଦ୍ୱାରା ତାର ନାମ ପ୍ରକୃତରେ ଜୀବନ ପୁସ୍ତକରୁ କଟାଯାଏ। କିନ୍ତୁ ପରମେଶ୍ୱର ଜଣକୁ ମଧ୍ୟ ନର୍କ ଯାଆନ୍ତୁ ବୋଲି ଜୀବନ ପୁସ୍ତକରୁ ନାମ କାଟନ୍ତି ନାହିଁ। ମଣିଷ ନିଜେ ଦାୟିତ୍ୱ ଅଛି, ନିଜର କାର୍ଯ୍ୟ ଅଛି ଯେ ଜୀବନ ପୁସ୍ତକରେ ରହିବ ନା ରହିବ ନାହିଁ। ତେଣୁ ବାଇବେଲ କହୁଛି ମଣିଷ ନିଜକୁ ନିଜେ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରିବା ଦ୍ୱାରା ସେ ଜୀବନ ପୁସ୍ତକରୁ ତାର ନାମ କଟିଯାଏ। ଆମେ ଦେଖିବା କେତେଟା ରେଫରେନ୍ସ ଗୁଡ଼ାକ ଦେଖିବା। ଆମେ ଯାତ୍ରା ପୁସ୍ତକ 32 ପର୍ବ, ଆପଣମାନେ ରେଫରେନ୍ସ ଦେଖି ଚେକ୍ କରନ୍ତୁ ସତ କି ନାହିଁ ବୋଲି। ଯାତ୍ରା ପୁସ୍ତକ 32 ପର୍ବ 32 ଏବଂ 33। ତଥାପି ଏବେ ତୁମେ ଯେବେ ସେମାନଙ୍କ ପାପ କ୍ଷମା ନ କରିବ, ଯେବେ ନ କରିବ, ତେବେ ମୁଁ ବିନୟ କରୁଅଛି ତୁମର ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ। এই ଜାଗାରେ ମଶା ପ୍ରାର୍ଥନା କରୁଛନ୍ତି ପରମେଶ୍ୱରଙ୍କୁ, ଆଉ ପ୍ରଭୁ ତୁମେ ଇସ୍ରାଏଲମାନଙ୍କୁ କ୍ଷମା କର, ସେମାନଙ୍କର ଭୁଲ ତୁମେ ମାର୍ଜନା କର। ଯଦି ତୁମେ ସେମାନଙ୍କର ଭୁଲ କ୍ଷମା କରିବ ନାହିଁ, ମୁଁ ଅନୁରୋଧ କରୁଛି ଯେ
ତୁମର ଲିଖିତ ପୁସ୍ତକରୁ ମୋର ନାମ କାଟି ପକାଅ। କେଉଁ ପୁସ୍ତକ ଏଇଟା? ଏଇଟା ହେଉଛି ଜୀବନ ପୁସ୍ତକ। ସେ ଜୀବନ ପୁସ୍ତକରୁ ମୋର ନାମ ବି କାଟି ପକାଅ ବୋଲି ସେ କହୁଛନ୍ତି। 33 ଥରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ଯେଉଁ ଲୋକ ଆମ୍ଭ ବିରୁଦ୍ଧରେ ପାପ କରିଅଛି ଆମ୍ଭେ ଆପଣା ପୁସ୍ତକରୁ ତାହାର ନାମ କାଟି ପକାଇବା। ପରମେଶ୍ୱର କ'ଣ ବୋଲି କହିଲେ? ହଁ, ତୋର ବି ନାମ କାଟିବି କହିଲେ କି? ନାହିଁ। ବରଂ ପରମେଶ୍ୱର କହିଲେ ତୋର ନାମ କାଟିବି ନାହିଁ, ବରଂ ଯେଉଁମାନେ ଆମ୍ଭ ବିରୁଦ୍ଧରେ ପାପ କରିଛନ୍ତି ସେମାନଙ୍କର ନାମ କାଟିବି। ତ ଆପଣମାନେ ସ୍ପଷ୍ଟ ହୁଅନ୍ତୁ, ଜୀବନ ପୁସ୍ତକରୁ ନାମ କାଟିବା ପାଇଁ ମଣିଷର ନିଜର ମନ୍ଦ କର୍ମ ଅଟେ, କିନ୍ତୁ ଜୀବନ ପୁସ୍ତକରେ ଜଣଙ୍କର ନାମ ଲେଖିବା ନିମନ୍ତେ ମନୁଷ୍ୟର ନିଜର ଭଲ କର୍ମ ନୁହେଁ। ଯେହେତୁ ଜୀବନ ପୁସ୍ତକରେ ପ୍ରକୃତରେ ପୃଥିବୀ ସୃଷ୍ଟି ପୂର୍ବରୁ ସମସ୍ତଙ୍କର ନାମ ଲିଖିତ ଅଟେ। ତ ଆଉ ଆମେ କେତେଟା ଦେଖିବା। ଗୀତ ସଂହିତା 69:28। ଗୀତ ସଂହିତା 69:28। 69:28 ଜୀବନ ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ ଓ ଧାର୍ମିକମାନଙ୍କ ସହିତ ଲେଖା ନ ଯାଉ। ଏଠାରେ ଦାଉଦ ବି ମଧ୍ୟ କହୁଛନ୍ତି କି ଯେଉଁମାନେ ଦୁଷ୍ଟ, ଯେଉଁମାନେ କି ପାପୀ, ସେମାନଙ୍କର ନାମ କ'ଣ ହେଉ? ଜୀବନ ପୁସ୍ତକରୁ ଲୁପ୍ତ ହେଉ, ଆଉ ଧାର୍ମିକମାନଙ୍କ ସହିତ ସେମାନଙ୍କର ସ୍ଥାନ ନ ପାଉ। ମାନେ କ'ଣ? ଜୀବନ ପୁସ୍ତକରୁ ନାମ କଟା ଯାଉ ବୋଲି ଲେଖା ହେଇଛି। ଭଲ କାମ ଏ ଲୋକ କଲା ସେଥିପାଇଁ ଲେଖାଯାଉ ଏମିତି ନାହିଁ। ମଣିଷ ଭୁଲ କାମ କରୁଛି, ତା'ର ନାମ କଟାଯାଉ। ତେଣୁ ଆପଣମାନେ ସ୍ପଷ୍ଟ ହୁଅନ୍ତୁ, ଜୀବନ ପୁସ୍ତକରେ ନାମ ଗୁଡ଼ିକ ମନୁଷ୍ୟର କର୍ମ ଦ୍ୱାରା କଟାଯାଏ, ଆଉ ମନୁଷ୍ୟର ଭଲ କାମ ଦ୍ୱାରା ଲେଖାଯାଏ ବୋଲି ନାହିଁ। ଆଉ ଗୋଟେ ଆମେ ଦେଖିବା, ମଲାଖିରେ ମଧ୍ୟ ଗୋଟେ ବିଷୟ ଅଛି। ମଲାଖି, ମୁଁ ଟିକେ ମଲାଖି 3:16। ମଲାଖି 3:16 ସେ ସମୟରେ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ ସେମାନେ ଏକ ଆରେକର ସଙ୍ଗେ କଥାବାର୍ତ୍ତା କଲେ, ଆଉ ସଦାପ୍ରଭୁ ମନୋଯୋଗ କରି ତାହା ଶୁଣିଲେ। ଓ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ତାହାଙ୍କ ନାମ ଧ୍ୟାନ କଲେ ସେମାନଙ୍କ ନିମନ୍ତେ ଏକ ସ୍ମରଣାର୍ଥକ ପୁସ୍ତକ ତାହାଙ୍କ ଛାମୁରେ ଲେଖାଗଲା। ଏଇଟା କ'ଣ ଲେଖା ହେଇଛି? ଗୋଟେ ପୁସ୍ତକ ମଧ୍ୟ ଅଛି ଯାହାକି ସ୍ମରଣକ ପୁସ୍ତକ ବୋଲି ଲେଖା ହେଇଛି। ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରୁଛନ୍ତି ସେମାନଙ୍କର ନାମ ସ୍ମରଣାର୍ଥକ, ମେମୋରେବଲ୍, ସେଇଟେ ଲେଖାଗଲା, ଲେଖା ହେଇଛି। ତ ଏଇ ଜାଗାରେ ପୁସ୍ତକ ସ୍ମରଣକ ପୁସ୍ତକ ବୋଲି ଲେଖା ହେଇଛି, ଗୋଟେ ସ୍ମରଣ କରିବାର ପୁସ୍ତକ ବୋଲି ମଧ୍ୟ ଲେଖା ହେଇଛି। ତ ଆଉ ତଳକୁ ଆମେ ଦେଖିବା 17 ପଦ। ସେନାଧିପତି ସଦାପ୍ରଭୁ କହନ୍ତି, ଯେଉଁଦିନ ଆମ୍ଭେ କାର୍ଯ୍ୟ କରିବା ସେଦିନ ସେମାନେ ଆମ୍ଭର ଲୋକ, ଅର୍ଥାତ୍ ଆମ୍ଭର ସଞ୍ଚିତ ଧନ ହେବେ। ପୁଣି କୌଣସି ମନୁଷ୍ୟ ଯେପରି ଆପଣାର ସେବାକାରୀ ନିଜ ପୁତ୍ର ପ୍ରତି ଦୟା କରେ ସେପରି ଆମ୍ଭେ ସେମାନଙ୍କ ପ୍ରତି ଦୟା କରିବା। ଏଇଟା ଶେଷ ସମୟକୁ ବୁଝାଏ। ଯେତେବେଳେ ସେ ପରମେଶ୍ୱର କାମ କରିବେ, ଯେଉଁମାନେ ତାଙ୍କର ବାକ୍ୟକୁ ମାନିଥିବେ ସେମାନଙ୍କର ନାମ ତ ଜୀବନ ପୁସ୍ତକରୁ କଟିବ ନାହିଁ। ତ ସେମାନେ କ'ଣ ହେବେ? ଈଶ୍ୱରଙ୍କର ଧନ ହେବେ, ଅଳଙ୍କାର ପରି ହେବେ। ଏବଂ ଅଳଙ୍କାର ଯେମିତି ଜଣେ ଲୋକ ଧାରଣ କରେ ସେମିତି ପରମେଶ୍ୱର ସେମାନଙ୍କୁ ଧାରଣ କରିବେ। ତ ସେ ପ୍ରକାର ମୁଁ ଦୟା କରିବି ଲେଖା ହେଇଛି। 18 ପଦ ସେତେବେଳେ ତୁମେମାନେ ଫେରି ଆସିବ, ଆଉ ଧାର୍ମିକ ଓ ଦୁଷ୍ଟ, ଯେ ସଦାପ୍ରଭୁଙ୍କ ସେବା କରେ ଓ ଯେ ତାହାଙ୍କର ସେବା ନ କରେ ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖିବ। ଦେଖନ୍ତୁ 18 ପଦ ପୁରା କ୍ଲିୟର କଲା। କ'ଣ କ୍ଲିୟର କଲା? ଶେଷ ସମୟରେ କ'ଣ ହେବ? ଯିଏ ଧାର୍ମିକ ଆଉ କିଏ ଦୁଷ୍ଟ, ଆଉ ଯାହାର ନାମ ଜୀବନ ପୁସ୍ତକରେ ଅଛି, ଯାହାର ନାମ ଜୀବନ ପୁସ୍ତକରେ ନାହିଁ, ଏଇଟା ଶେଷ ଦିନ ଜଣାପଡ଼ିବ। ଦୁଷ୍ଟକୁ ବା ଯିଏ ପ୍ରଭୁଙ୍କୁ ମାନୁ ନାହିଁ, ବିଶ୍ୱାସ କରୁନାହିଁ, ସେଇଦିନ ଯେତେବେଳେ ଜୀବନ ପୁସ୍ତକରେ ନଥିବ ନା ଜଣାପଡ଼ିବ ଇଏ ନରକକୁ ଗଲା। ଆଉ ଯେଉଁମାନଙ୍କର ଜୀବନ ପୁସ୍ତକରେ ଥିବ, ମାନେ ଯିଏ ବାକ୍ୟ ଅନୁସାରେ ଥିବ, ସତ୍ୟ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିବ, ବାକ୍ୟ ଗ୍ରହଣ କରିଥିବ, ସେ ଲୋକଙ୍କର ନାଁ ଜୀବନ ପୁସ୍ତକରେ ଥିବ। ତେଣୁ ସେତେବେଳେ ପ୍ରଭେଦ ହେବ ବୋଲି ଲେଖା ହେଇଛି, ମାନେ ସେତେବେଳେ ସତ୍ୟତା ଜଣାଯିବ ବୋଲି ଲେଖା ହେଇଛି। ତେବେ ବାଇବେଲରେ ଆଉ ଗୋଟେ ଆମେ ପଦ ଦେଖିବା। ଦାନିଏଲରେ 12:1 ମଧ୍ୟ ଲେଖା ହେଇଛି। ଦାନିଏଲ ଟିକେ
12:1 ଏଠାରେ ଏମିତି ଲେଖା ଅଛି 12:1 ସେହି ସମୟରେ ତୁମ୍ଭ ଲୋକଙ୍କ ସନ୍ତାନ ଗଣର ସାହାଯ୍ୟକାରୀ ମିଖାଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଠାରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇନାହିଁ ଏପରି ସଙ୍କଟର କାଳ ଉପସ୍ଥିତ ହେବ। ଆଉ ତୁମ୍ଭ ଗୋଷ୍ଠୀୟ ପ୍ରତ୍ୟେକ ଲୋକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ। ଦେଖନ୍ତୁ ଏଠାରେ କ'ଣ ଏଇଟା ମଧ୍ୟ ଶେଷ ସମୟରେ ଲେଖା ହେଇଛି। ସବୁ ମୁଁ ଅର୍ଥ କରୁନାହିଁ, ଯେହେତୁ ଆମର ଟପିକ୍ ଅନୁସାରେ ମୁଁ କଥା ହେଉଛି। ତ ସବୁ ଲୋକମାନେ ସେ ସମୟରେ ବିଚାରିତ ହେବା ସମୟରେ ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଅଛି ସେମାନେ କ'ଣ କରିବେ? ଉଦ୍ଧାର ପାଇବେ ଲେଖାଏ। ଜୀବନ ପୁସ୍ତକରେ ଅଛି ମାନେ କ'ଣ? ଯାହାର ନାମର କଟା ହେଇନାହିଁ ସେ ସେଠି ଥିବ, ସେ ଉଦ୍ଧାର ପାଇବ, ସେ ଖୁସି ହେବ। ଆଉ ଗୋଟେ ଦେଖନ୍ତୁ ପ୍ରକାଶିତ ପୁସ୍ତକ 3 ପ୍ରକାଶିତ 3:5 ଯେ ଜୟ କରେ ସେ ଏହି ପ୍ରକାର ଶୁକ୍ଳ ବସ୍ତ୍ର ପରିହିତ ହେବ। ଆଉ ଆମେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାର ଲୋପ ନ କରି ଆମର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାଙ୍କର ନାମ ସ୍ୱୀକାର କରିବୁ। ଯିଏ ଜୟ କରିବ ମାନେ ଜଗତର କ୍ଲେଶ ତାଡ଼ନା ସମସ୍ୟା ଯେତେବେଳେ ଜୟ କରିବ ବା ବାକ୍ୟ ଅନୁସାରେ ଚାଲିବ ତାର ନାମ କଟାଯିବ ନାହିଁ ବୋଲି ଲେଖା ହେଇଛି। ଆଉ ପରମେଶ୍ୱରଙ୍କ ସମ୍ମୁଖରେ ସେ ନାମ ଦିନେ ଶେଷ ସମୟରେ ସ୍ୱୀକାର କରାଯିବ ଲେଖା ହେଇଛି। ତେଣୁ ମୁଁ ଆଶା କରୁଛି ଆପଣମାନେ ବେଶୀ ମୂଲ୍ୟବାନ ଭାବରେ ଜୀବନ ପୁସ୍ତକରେ କ'ଣ କଲେ ନାମ ଲେଖା ହେଉଛି, କ'ଣ କରିବା ଦ୍ୱାରା କଟା ହେଉଛି ଆପଣମାନେ ବାଇବେଲ ଦ୍ୱାରା ସ୍ପଷ୍ଟ ହେଉଥିବେ। ଆଉ ଗୋଟେ ପଦ ଦେଖିବା ଆମେ ଯିଶାୟା ପୁସ୍ତକ ଯିଶାୟା 4:4 ସେତେବେଳେ ସିୟନରେ ଯେ କେହି ଅବଶିଷ୍ଟ ଥାଏ ଓ ଜେରୁସାଲେମରେ ରହେ ଅର୍ଥାତ୍ ଜେରୁସାଲେମସ୍ଥ ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ ସେ ପବିତ୍ର ବୋଲି ଖ୍ୟାତ ହେବ। ଦେଖନ୍ତୁ ଏଠାରେ କ'ଣ ହେବ? ଯାହାର ନାମ ଲିଖିତ ହେବ ସେ ପବିତ୍ର ବୋଲି ଖ୍ୟାତ ହେବ। ଯେ ଜେରୁସାଲେମରେ ରହିବ, ଯେ ସିୟନରେ ରହିବ, କାହିଁକି? ସେଠି କ୍ଲେଶ ଅଛି, ତାଡ଼ନା ଅଛି, କ୍ଲେଶର ସମୟରେ। ତ ଯିଏ ଜେରୁସାଲେମ ଛାଡ଼ିବ ନାହିଁ ମାନେ ବିଶ୍ୱସ୍ତ ରହିବ, କ୍ଲେଶକୁ ସାମ୍ନା କରିବ, ସେ ଲୋକର ନାମ କ'ଣ? ଲିଖିତ ହୋଇକି ରହିବ, ଲୁପ୍ତ ହେବ ନାହିଁ, ଆଉ ସେ ପବିତ୍ର ବୋଲି ଖ୍ୟାତ ହେବ। ତ ଆଉ ଆମେ ବାଇବେଲରେ ଯେତେବେଳେ ଦେଖୁଛୁ ଏ ପ୍ରକାର ବିଷୟ ଗୁଡ଼ାକ ଅଛି ଜୀବନ ପୁସ୍ତକରେ ସେ ନାମ ଗୁଡ଼ିକ ଅଲରେଡ଼ି ଲିଖିତ ହୋଇକି ଅଛି। ପ୍ରଥମ ଜହନ 5:4 ପ୍ରଥମ ଜହନ 5:4 ଯେ କେହି ଈଶ୍ୱରଙ୍କ ଠାରୁ ଜାତ ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଛି ତାହା ଆମମାନଙ୍କର ବିଶ୍ୱାସ। ମାନେ କ'ଣ? ଯେ ଈଶ୍ୱରଙ୍କ ଠାରୁ ଜାତ ହେବ ସେ ଜୟ କରିବ, ଆଉ ଯେ ଜୟ କରୁଛି ତାର ନାଁ ଜୀବନ ପୁସ୍ତକରେ ସ୍ଥିରୀକୃତ ହୋଇକି ରହୁଛି, କଟାଯାଉ ନାହିଁ। ପ୍ରକାଶିତ 22:18 ପ୍ରକାଶିତ 22:18 ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, ଯଦି କେହି ଏହିସବୁ ସଙ୍ଗରେ କିଛି ଯୋଗ କରେ ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ। ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରରେ ତାଙ୍କର ଅଂଶ ଲୋପ କରିବେ। ତେବେ ଏଇଠାରେ କ'ଣ ଲେଖା ହେଇଛି? ଜୀବନ ପୁସ୍ତକରେ ଯେଉଁମାନଙ୍କର ନାମ ଅଛି ସେ ପ୍ରଚାରକ ହେଇଛି ବା ପାଳକ ହେଇଛି ବା ମିଶନାରୀ ହେଇଛି ବା ବିଶ୍ୱାସୀ ହେଇଛି, ଯାହା ବି ହେଇଛି, ସେ ଯେତେବେଳେ ବାକ୍ୟ ପ୍ରଚାର କରେ ବାକ୍ୟର ଯଦି ଭିନ୍ନ ପ୍ରଚାର କରେ ମାନେ ଅଲଗା ପ୍ରଚାର କରେ ମାନେ ଯୋଗ କରେ କିମ୍ବା ସେଠି ବିୟୋଗ କରେ, ତ ବାକ୍ୟକୁ ଯୋଗ ଏବଂ ବିୟୋଗ କରିବା ଦ୍ୱାରା ଜଣେ ଲୋକର ନାମ ଜୀବନ ପୁସ୍ତକରୁ କଟିବ ବୋଲି ଲେଖାଯାଇଛି। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରେ ଆଜ୍ଞାମାନେ, ଆପଣମାନେ ନିଜର ଚିନ୍ତା ମନେକର ଭୁଲ ଥିବ ସଂଶୋଧନ ହେବାର ଆବଶ୍ୟକତା ଅଛି। କାହିଁକି? ଯଦି ଆମର ପ୍ରଚାର ଭୁଲ ଅଛି ତେବେ ଜୀବନ ପୁସ୍ତକରୁ ନାମ କଟା ହେବ। ଆମର ଅନ୍ୟାନ୍ୟ ଭୁଲ ପାଇଁ ଖାଲି ନାମ କଟା ହେବ ସେମିତି ନାହିଁ, ବାକ୍ୟ ଭୁଲ ପ୍ରଚାର କଲେ ବି ନାମ କଟା ହେବ ଲେଖା ହେଇଛି। ତେଣୁ ଆମେ ସାବଧାନ ହେବାର ଆବଶ୍ୟକତା ଅଛି। ଲୁକ ପୁସ୍ତକ 10:10 ଗୋଟେ ଦେଖନ୍ତୁ ଆପଣମାନେ କ'ଣ ଲେଖା ହେଇଛି। ଲୁକ 10:10 ଏଠାରେ ପ୍ରକାର ଲେଖା ଅଛି,
କିନ୍ତୁ ଲୁକ 10:10 ଟିକେ এই পদ ଟିକେ ভুল ଅଛି ଯାହା ମୁଁ କହିବାକୁ ଚାହୁଁଥିଲି ସେଇ ପଦ ଏଠାରେ ନାହିଁ ପ୍ରକୃତରେ ମୁଁ କେତେବେଳେ ଏ ପଦକୁ ନେଇବି କହିବି ଆଉ ଗୋଟେ ଆମେ ପଦ ଦେଖିବା ହଁ ହଁ ମୁଁ ସରି ସେ ପଦ ମୁଁ କହିପାରିଲି ନାହିଁ କିନ୍ତୁ ସେଇଟା ପ୍ରକୃତରେ ଏମିତି ଲେଖା ହେଇଛି ଆପଣମାନେ ନିଜେ ଖୋଜନ୍ତୁ କିମ୍ବା ମୁଁ ଯଦି ଆପଣମାନେ କମେଣ୍ଟ କଲେ ମୁଁ କହିବି କେତେ ଲୋକମାନେ ସେମାନଙ୍କୁ ସୁସ୍ଥ କଲେ ସୁସ୍ଥ କରିକି ଯୀଶୁଙ୍କ ନିକଟକୁ ଆସି କହିଲେ ପ୍ରଭୁ ଭୂତମାନେ ମଧ୍ୟ ଆମର କଥା ଶୁଣିଛନ୍ତି ଆଉ ଆମକୁ ଡରିଛନ୍ତି ବୋଲି କହୁଛନ୍ତି ସେତେବେଳେ ଯୀଶୁ କ'ଣ ବୋଲି କହୁଛନ୍ତି ଯେ ଭୂତମାନେ ତୁମର କଥା ଶୁଣିଛନ୍ତି ଭୂତମାନେ ତୁମକୁ ଡରିଲେ ସେଥିରେ ଆନନ୍ଦ କର ନାହିଁ ବରଂ ତୁମମାନଙ୍କର ନାମ ଜୀବନ ପୁସ୍ତକରେ ଲିଖିତ ଅଛି ସେଥିପାଇଁ ଆନନ୍ଦ କର ବୋଲି ଲେଖା ତେଣୁ ଏହି ରେଫରେନ୍ସ ବୋଧେ ମୁଁ ଭୁଲରେ କଲି କିନ୍ତୁ ଏ ପ୍ରକାର ଲେଖା ହେଇଛି ତୁମେମାନେ ସୁସ୍ଥ କରୁଛ ବୋଲି ଆନନ୍ଦ କର ନାହିଁ ମାତ୍ର ତୁମମାନଙ୍କର ନାମ ଜୀବନ ପୁସ୍ତକରେ ଅଛି ସେଥିପାଇଁ ଆନନ୍ଦ କର ବୋଲି ଲେଖା ହେଇଛି ତେଣୁ ଜୀବନ ପୁସ୍ତକରେ ନାମ ରହିବାଟା ବେଶୀ ଇମ୍ପୋର୍ଟାଣ୍ଟ ମୁଁ ସୁସ୍ଥ କରିପାରୁଛି କି ପାରୁନାହିଁ ସେଇଟା ମୁଖ୍ୟ ନାହିଁ ମୁଁ ସୁସ୍ଥ କରିବା ଦ୍ୱାରା କିଛି କ'ଣ ହେଉଛି ସେଇଟା ମୁଖ୍ୟ ନାହିଁ କିନ୍ତୁ ଜୀବନ ପୁସ୍ତକରେ ମୋର ନାଁ ଅଛି କି ନାହିଁ ସେଇଟା ହେଉଛି ଇମ୍ପୋର୍ଟାଣ୍ଟ ଜୀବନ ପୁସ୍ତକରେ ମୋର ନାଁ ନିହାତି ରହିବାର ଆବଶ୍ୟକତା ଅଛି ହଉ ଏଭ୍ରି 12:13 ଆମେ ଟିକେ ଦେଖିବା ସେଠି କ'ଣ ଲେଖା ହେଇଛି ଏଭ୍ରି 12:13 ପୁଣି ଆପଣା ଆପଣା ପାଦ ନିମନ୍ତେ ସଳଖ ପଥ ପ୍ରସ୍ତୁତ କର ଯେପରି ଯାହା ଖଞ୍ଜ ତା ଅଧିକ ବିକୃତ ନ ହୁଏ ବରଂ ଠିକ୍ ହୁଏ 12:13 ତ କ'ଣ ଲେଖା ହେଇଛି ଏଠି କହିବାକୁ କ'ଣ ଚାହୁଁଛନ୍ତି ଲେଖକ ଯେ ତୁମେ ନିଜର ପାଦକୁ ସଳଖ କର ଆଉ ଖଞ୍ଜ ସିଧା କର ବିକୃତ କର ନାହିଁ ମୋର ଅର୍ଥ କ'ଣ ଯେ ଆମେ ବିଶ୍ୱାସର ଜୀବନକୁ ଠିକ୍ କରିବାର ଅଛି ବିଶ୍ୱାସ ଜୀବନକୁ ଭୁଲ କରିବାର ନାହିଁ କାହିଁକି ଯଦି ଆମେ ସେମିତି କରିବା ଆମର ନାମ ଜୀବନ ପୁସ୍ତକରୁ କଟିଯିବ ଆଉ ଗୋଟେ ଆପଣମାନେ ଦେଖନ୍ତୁ ଫିଲିପି 4:3 ଫିଲିପି 4:3 ପୁଣି ହେ ପ୍ରକୃତ ସହକାରୀ ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମକୁ ମଧ୍ୟ ନିବେଦନ କରୁଅଛି କାରଣ ଏମାନେ କ୍ଲେମେନ୍ସ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସାଙ୍ଗରେ ସୁସମାଚାର କାର୍ଯ୍ୟରେ ମୋ ସହିତ ପରିଶ୍ରମ କରିଅଛନ୍ତି ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି ତ ଦେଖନ୍ତୁ ପାଉଲଙ୍କ ସହିତ ଯେଉଁ ମହିଳାମାନେ ସୁସମାଚାରରେ ସାହାଯ୍ୟ କରୁଥିଲେ ପ୍ରଚାର ପାଇଁ ସେମାନଙ୍କର ମଧ୍ୟ ଜୀବନ ପୁସ୍ତକରେ ନାମ ଅଛି ବୋଲି ଲେଖାଯାଏ ତେଣୁ ଆଉ କେତେଟା ପଦ ରହିଯାଉଛି ମୁଁ ଆପଣମାନଙ୍କୁ ଆଉ ଗୋଟେ ଭିଡ଼ିଓରେ ମୁଁ କହିବି ଏଇଟା ପାର୍ଟ 1ରେ ଯିବ ଆଉ ପାର୍ଟ 2ରେ ଆଲୋଚନା କରିବା ଜୀବନ ପୁସ୍ତକରେ ଏ ପ୍ରକାର ପ୍ରକୃତରେ ବିଷୟ ଗୁଡ଼ାକ ହେଇଛି ଆଉ ଗୋଟେ ସବଜେକ୍ଟ ଜୀବନ ପୁସ୍ତକ ବିଷୟରେ ହିଁ ଅଛି 4 ନମ୍ବର ପଏଣ୍ଟ ରହିଲା ଯେ ଅବିଶ୍ୱାସୀମାନଙ୍କର ନାମ କେଉଁଠାରେ ଅଛି ସେ ଉପରେ ମୁଁ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସହିତ କଥା ହେବି ରହୁଛି ନମସ୍କାର।